ପାରପାରିରେ ଭାରତୀୟ ଅର୍ଥନୀତିର ତ୍ରାଣକର୍ତ୍ତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଗୁରୁବାର ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ 92 ବର୍ଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନମୋହନ ସିଂଙ୍କ ବିୟୋଗ ନେଇ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଇନ୍ଷ୍ଟା ପୋଷ୍ଟ କରି ସୂଚନା ଦେଇଥିଲେ। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବେଲଘାବୀରୁ ଦିଲ୍ଲୀ ଫେରିଛନ୍ତି। ସେପଟେ ଶୁକ୍ରବାର ବେଲଘାବୀରେ ଆୟୋଜିତ ହେବାକୁ ଥିବା ରାଲିକୁ ମଧ୍ୟ ବାତିଲ କରିଛି କଂଗ୍ରେସ। ଭାରତୀୟ ଅର୍ଥନୀତିର ଚାଣକ୍ୟ ମନମୋହନ ସିଂ 2004ରୁ 2014 ଯାଏଁ 10 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ। ଆଜକୁ 33 ବର୍ଷ ତଳେ 1991 ମସିହାରେ ମନମୋହନ ସିଂ ରାଜ୍ୟସଭା ସାଂସଦ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଜ୍ୟସଭାରେ 4 ମାସ ରହିବା ପରେ ସେହି ବର୍ଷ ଜୁନ୍ ମାସରେ ସେ ପିଭି ନରସିମ୍ହା ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୋଇଥିଲେ। ଏକ ଅପରିପକ୍ୱ ଏକାଡେମିକ୍ ରେକର୍ଡରୁ ଆରମ୍ଭ ତାଙ୍କର ଯାତ୍ରା। ଉଭୟ ବିଏ ଏବଂ ଏମ୍ଏରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସେ ଟପ୍ପର ହୋଇଥିଲେ। କେମ୍ବ୍ରିଜକୁ ଯିବା ଏବଂ ଶେଷରେ ଅକ୍ସଫୋର୍ଡରୁ ଡିଫିଲ୍ ପାଇଥିଲେ। ମନମୋହନ ଭାରତକୁ ଘରୋଇକରଣ ଏବଂ ଜଗତୀକରଣକୁ ନେଇଥିଲେ। ରାଜନୈତିକ କ୍ଷେତ୍ରରେ ବେଶ୍ ସଫଳ ହୋଇଥିବା ମନମୋହନ ସିଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଖୁବ୍ ମେଧାବୀ ଥିଲେ। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଉଭୟ ବିଏ ଏବଂ ଏମ୍ଏର ଟପ୍ପର ହୋଇଥିଲେ ମନମୋହନ। ଏହାପରେ କେମ୍ବ୍ରିଜ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ ଏବଂ ପରେ ଲଣ୍ଡନ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଡିଫିଲ୍ କରିଥିଲେ। ଭାରତର ଅର୍ଥନୀତିରେ ଉଦାରୀକରଣ ନୀତି ଆଣି ଘରୋଇକରଣ କରିବା ଓ ଗ୍ଲୋବାଲାଇଜେସନ କରିବାରେ ମନମୋହନ ସିଂଙ୍କ ପ୍ରମୁଖ ଭୂମିକା ରହିଥିଲା। ଅର୍ଥନୀତି ଦୁନିଆର ସେ ଥିଲେ ଧ୍ରୁବତାରା। ତାଙ୍କର ବିୟୋଗ ରାଜନୀତି ଜଗତରେ ଅପୂରଣୀୟ କ୍ଷତି। ତାଙ୍କ ନିଧନରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କଠୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।